ସ୍ୱର୍ଗଦ୍ୱାରରେ ଘଟିଛି ବହୁତ ବଡ଼ ଅଘଟଣ। ଜଳନ୍ତା ଜୁଇରୁ ଉଠି ପଡ଼ିଲା ଶବ। ଲୋକମାନଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି। ଚାରିଆଡ଼େ ହାହାକାର ପଡ଼ିଯାଇଛି। ଭକ୍ତମାନଙ୍କ ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ। ହଁ ବନ୍ଧୁମାନେ, ଆପଣ ଯଦି ମହାପ୍ରଭୁଙ୍କୁ ଭକ୍ତି କରନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ଆରାଧ୍ୟ ବୋଲି ମାନନ୍ତି, ତେବେ ଏହି କରୁଣ ସତ କାହାଣୀଟିକୁ ଦୟାକରି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ତେବେ ଯାଇ ମହାପ୍ରଭୁ ଆପଣଙ୍କ ପରିବାରର ମଙ୍ଗଳ କରିବେ। ଯାଜପୁର ଜିଲ୍ଲାର ଦୀପା ମ୍ୟାଡାମ, ଯିଏକି ଜଣେ ମହାପ୍ରଭୁଙ୍କର ପରମ ଭକ୍ତ, ଆଉ ତାଙ୍କର ପରିବାର କହିଲେ ସ୍ୱାମୀ, ଶାଶୁ, ଶ୍ୱଶୁର ଓ 5 ମାସର ବିକଳାଙ୍ଗ ପୁଅ। ସେ ସବୁବେଳେ କାଳିଆକୁ ଗୁହାରି କରି କୁହନ୍ତି, ହେ ମହାପ୍ରଭୁ, ତୁମେ ମୋ କୋଳକୁ ଏମିତି ଛୁଆଟିଏ ଦେଇଛ ବୋଲି ସାଇ ପଡ଼ିଶାରେ କେତେ ଲୋକ କେତେ କଥା କହିଯାଉଛନ୍ତି। କେତେ ଲୋକଙ୍କ ଠାରୁ କେତେ କଥା ଶୁଣିବାକୁ ପଡୁଛି। ହେଲେ ସତ କହୁଛି କାଳିଆ, ତୁମ ଉପରେ ଏବେ ବି ସେତିକି ଭରସା ଅଛି ଠାକୁରେ, ସେତିକି ତୁମ ଉପରେ ଭରସା ଅଛି। ତୁମେ ଦିନେ ନା ଦିନେ ସବୁ କିଛି ଠିକ କରିଦେବ। ତୁମେ ଦିନେ ନା ଦିନେ ସବୁ କିଛି ଠିକ କରିଦେବ। ଏମିତି ଛାତିରେ ଛାତିଏ କୋହକୁ ଚାପି ରଖି ସବୁବେଳେ କାନ୍ଦି କାନ୍ଦି ଗୁହାରି କରନ୍ତି ମହାପ୍ରଭୁଙ୍କୁ। ଏମିତି ଦିନକର କଥା, ତାଙ୍କ ଛୁଆକୁ ଭୀଷଣ ଥଣ୍ଡା ହୋଇଥାଏ, ଆଉ ବେଳେ ବେଳେ ଛାତିରେ କମ୍ଫ ଜମି ଯାଉଥାଏ। ଏମିତି ଜୋରରେ ହେବାରୁ ବାପା ମା ଏକ ଅଟୋ ସାହାଯ୍ୟରେ ନିଜ ପିଲାକୁ ଗୋଟିଏ ପାଖ ମେଡିକାଲକୁ ନେଇଗଲେ। ଆଉ ସେଠାରେ ଡାକ୍ତର ବାବୁ ପିଲାଟିକୁ ଦେଖି ବ୍ୟସ୍ତ ହୋଇ କହିବାକୁ ଲାଗିଲେ, ଦେଖନ୍ତୁ, ତୁମ ପିଲାର ପିଠି ହାଡ଼ ଜନ୍ମରୁ ବଙ୍କା ବୋଲି ସେ ଏମିତିରେ କଷ୍ଟ ପାଉଥିଲା, ଆଉ ଏବେ ଛାତିର କମ୍ଫ ଜମାଟ ବାନ୍ଧି ସାରିଲାଣି। ତେଣୁ ଯେତେ ଶୀଘ୍ର ସମ୍ଭବ ପିଲାଟିକୁ ବଡ଼ ମେଡିକାଲକୁ ନେଇଯାଆନ୍ତୁ। ଏହା ଶୁଣି ଦୀପା ମ୍ୟାଡାମ ଓ ତାଙ୍କ ସ୍ୱାମୀଙ୍କ ପାଦ ତଳୁ ମାଟି ଖସିଗଲା। ଆଉ ସେମାନେ ଗଭୀର ଚିନ୍ତାରେ ଭାବିବାକୁ ଲାଗିଲେ, ଆମେ ଏବେ କଣ କରିବା? ବଡ଼ ମେଡିକାଲକୁ କେମିତି ଯିବା? ଦିନେ କାମକୁ ନଗଲେ ଆମ ଘରେ ଚୁଲି ଅଜଳା। କୋଉଠୁ ଆସିବ ପଇସା? କେମିତି କରିବା ପିଲାର ଚିକିତ୍ସା? ଆମେ ତ ଗରିବ ଲୋକ, ଆମକୁ ସାହାଯ୍ୟ କରିବ ବା କିଏ? ଏମିତି ଅନେକ କଥା କଥାବାର୍ତ୍ତା ହୋଇ ଛୁଆକୁ ସାଙ୍ଗରେ ଧରି ସେହି ଅଟୋ ସାହାଯ୍ୟରେ ଘରକୁ ଫେରି ଆସିଲେ। ସେଉଠୁ ଘରେ ପହଞ୍ଚି ମହାପ୍ରଭୁଙ୍କ ଫଟୋକୁ ଛାତିରେ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦି କାନ୍ଦି କହିବାକୁ ଲାଗିଲେ, ହେ ଠାକୁରେ, କାହିଁକି ଏତେ ବଡ଼ ଶାସ୍ତି ଦେଉଛ ଠାକୁରେ? କାହିଁକି ଏ ଗରିବ ଖଟିଖିଆ ମଣିଷଟା ଉପରେ ଦାଉ ସାଜୁଛ ଠାକୁରେ? କି ଦୋଷ କରିଥିଲା ଏଇ ନିରୀହ ଛୁଆଟି? କାହିଁକି ଏତେ ବଡ଼ ବିପଦରେ ତାକୁ ପକେଇଦେଲ? କାହିଁକି ତାକୁ ମରଣ ମୁହଁକୁ ଠେଲିଦେଲ ଠାକୁରେ? ଜବାବ ଦିଅ, ଜବାବ ଦିଅ। ତୁମକୁ ବିଶ୍ୱାସ କରିଥିଲି କଣ ଏଇ ଦିନ ଦେଖିବା ପାଇଁ ପ୍ରଭୁ? ହେ କାଳିଆରେ, ତୁମ ଭଗତୀଟିର କରୁଣ ବେଦନା କଣ ତୁମକୁ ଦେଖାଯାଉନି ପ୍ରଭୁ? ଆରେ ତୁମେ କଣ ବୁଝିବ ଗୋଟିଏ ମାର ବେଦନା? ତୁମେ ତ ଖାଲି ରତ୍ନ ସିଂହାସନରେ ଚକା ପକେଇ ବସିବା ଜାଣିଛ। ହେ ଠାକୁରେ, ମୋ ପୁଅର ଜୀବନ ମୁଁ କାନି ପତେଇ ଭିକ ମାଗୁଛି ଠାକୁରେ। ମୁଁ କାନି ପତେଇ ତୁମ ଆଗରେ ଭିକ ମାଗୁଛି। ଏମିତି କାନ୍ଦି କାନ୍ଦି ଅନେକ କଥା କହିଗଲେ ଦୀପା ମ୍ୟାଡାମ। ସେଉଠୁ ତାଙ୍କ ସ୍ୱାମୀ କିଛି ପଇସା ଯୋଗାଡ଼ରେ ଲାଗି ପଡ଼ିଲେ। ହେଲେ ଗରିବ ଲୋକକୁ ଏତେ ସହଜରେ ସାହାଯ୍ୟ କରିବ ବା କିଏ? ଏମିତି ପୁଅକୁ ବଞ୍ଚେଇବା ପାଇଁ ୟା ଗୋଡ଼ ତଳେ ତା ଗୋଡ଼ ତଳେ ଭିକ ମାଗୁଛନ୍ତି ବାପା ମା। ହେଲେ ଦିନେ ରାତିରେ ସ୍ୱାମୀ ସ୍ତ୍ରୀ ଦୁହେଁ ପିଲାକୁ କୋଳରେ ଧରି ଶୋଇଥାନ୍ତି। ହଠାତ୍ କଣ ହେଲା କେଜାଣି ପିଲାଟି ଜୋରରେ କାନ୍ଦିବାକୁ ଲାଗିଲା। ଆଉ ବାପା ମା କିଛି କରିବା ଆଗରୁ
କୁନି ପିଲାଟିଏ ସବୁଦିନ ପାଇଁ ଆଖି ମୁଜି ଦେଲା। ଏହା ଦେଖି ମାର ହୃଦୟଟି ଫାଟିଗଲା। ଆଉ ବାପ ଆଖିରୁ ଝରି ପଡୁଥାଏ ଧାର ଧାର ଲୁହ। ସେଉଠୁ ଛାତି ଫଟାଇ ଦୀପା ମ୍ୟାଡାମ ମହାପ୍ରଭୁଙ୍କୁ କହିବାକୁ ଲାଗିଲେ, ହେ ଜଗନ୍ନାଥ, ତୁ କୋଉଠି ଅଛୁ ପ୍ରଭୁ? ଏସବୁ କଣ ହୋଇଗଲା ପ୍ରଭୁ? ଶେଷରେ ମୋ ପିଲାକୁ ତ ସ୍ୱର୍ଗ ଦ୍ୱାରକୁ ନେଇଗଲୁ ଠାକୁରେ। ବାଃ କାଳିଆ ବାଃ, ତୁ ଆଜି ପ୍ରମାଣ କରିଦେଲୁ କି ଗରିବର ସାଥୀ କେହି ନୁହନ୍ତି। ହେ ଠାକୁରେ, ହେ ଚକାନୟନ, ହେ କୃପା ସିନ୍ଧୁ, ମୋ ପୁଅକୁ ମୋ କୋଳକୁ ଫେରାଇ ଦେ ଠାକୁରେ, ମୋ କୋଳକୁ ଫେରାଇ ଦେ। ଏମିତି ବାପା ମା ପିଲାକୁ ଧରି ଭୋ ଭୋ ହୋଇ କାନ୍ଦୁଥାନ୍ତି। ଆଉ କାନ୍ଦଣା ସ୍ୱର ଶୁଣି ସାଇ ପଡ଼ିଶା ଧାଇଁ ଆସି କାନ୍ଦିବାକୁ ଲାଗିଲେ। ସେଉଠୁ କିଛି ସମୟ ଭିତରେ ଜଣେ ସୁସ୍ଥ ସବଳ ଲୋକଟିଏ ଆସି ସେଠି ପହଞ୍ଚିଗଲା। ଆଉ ତୁରନ୍ତ ମୃତ ଶିଶୁକୁ ଦେଖି କହିବାକୁ ଲାଗିଲା, ସମସ୍ତେ ଧୈର୍ଯ୍ୟ ଧରନ୍ତୁ, ପିଲାର କିଛି ହୋଇନି। ଏତିକି କହି ପିଲାଟିକୁ କୋଳରେ ଧରି ପକାଇଲା ସେ ବ୍ୟକ୍ତି ଜଣକ। ଆଉ ତା ପାଦରୁ ମୁଣ୍ଡ ଚାଇ ଘଷିବାକୁ ଲାଗିଲା। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥାନ୍ତି। ଆଉ କ୍ଷଣିକ ଭିତରେ ପିଲାଟି ପୁଣି ଜୋରରେ କାନ୍ଦିବାକୁ ଲାଗିଲା। କାନ୍ଦଣା ସ୍ୱର ଶୁଣି ଦୀପା ମ୍ୟାଡାମ ପିଲାଟିକୁ ତାଙ୍କ କୋଳରେ ନେଇଗଲେ। ତାପରେ ଲୋକମାନେ ନିଜ ନିଜ ଭିତରେ କଥା ହେବାକୁ ଲାଗିଲେ। ଯେତେବେଳେ ସମସ୍ତେ ସେ ବ୍ୟକ୍ତିଙ୍କୁ ଖୋଜିଲେ, ସେତେବେଳେ ସେ ବ୍ୟକ୍ତି ଆଉ ସେଠାରେ ନଥିଲେ। ସେବେଠୁ ଲୋକମାନେ କହୁଛନ୍ତି ସେ ଆଉ କେହି ନଥିଲେ, ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ଥିଲେ। ନିଜ ଭକ୍ତର ଦୁଃଖ ସହି ନ ପାରି ଚାଲି ଆସିଥିଲେ ରକ୍ଷା କରିବା ପାଇଁ। ସତରେ ଏ ଜୀବନଟା ପାଣିର ଫୋଟକା ସହିତ ସମାନ। କିନ୍ତୁ ଏ ମହାପ୍ରଭୁ କୃପା କଲେ ବ୍ୟକ୍ତିଟି ମରଣ ମୁହଁରୁ ଫେରିଆସିବ, ସ୍ୱର୍ଗ ଦ୍ୱାର ଜୁଇ ଉପରୁ ବି ଫେରିଆସିବ। ସତରେ ତାଙ୍କ ଲୀଳାକୁ କିଏ ବା ବୁଝିପାରିବ? ତାଙ୍କ ଚମତ୍କାରକୁ କିଏ ବା ଜାଣିପାରିବ? ହଁ ବନ୍ଧୁମାନେ, ଗୋଟିଏ କଥା ମନେ ରଖିବେ, ଯେତେ ଦୁଃଖ କଷ୍ଟ ଆସୁନା କାହିଁକି ମହାପ୍ରଭୁଙ୍କୁ ହୃଦୟରୁ ଭୁଲିବେ ନାହିଁ। କାରଣ ମହାପ୍ରଭୁ ସମସ୍ତଙ୍କର ପ୍ରଥମେ ପରୀକ୍ଷା ନେଇଥାନ୍ତି। ଆଉ ସେ ପରୀକ୍ଷାରେ ପାସ୍ କରିବାକୁ ହେଲେ ନିଜ ଭିତରେ ଧୈର୍ଯ୍ୟ ଦରକାର, ଆଉ ପ୍ରଭୁଙ୍କ ଭଜନ କୀର୍ତ୍ତନ ଦରକାର। ହଁ ବନ୍ଧୁମାନେ, ଆଶା କରୁଛି ଏହି ସୁନ୍ଦର କାହାଣୀଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ସତରେ ଆପଣ ମହାପ୍ରଭୁଙ୍କ ଇଷ୍ଟ ଦେବତା ମାନନ୍ତି, ଆଉ ଯଦି ପ୍ରତିଟି ମୁହୂର୍ତ୍ତରେ ତାଙ୍କୁ ସ୍ମରଣ କରନ୍ତି, ଆଉ ତାଙ୍କୁ ଯଦି ପ୍ରକୃତରେ ହୃଦୟରୁ ଭଲ ପାଆନ୍ତି, ତେବେ ଦୟାକରି ତାଙ୍କରି ମୁହଁକୁ ଚାହିଁ କମେଣ୍ଟ ବକ୍ସରେ ଥରୁଟିଏ ଲେଖିଦିଅନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ।